श्रोताबंधु साहित्य संस्कृति चिंतन यूट्यूब चैनल को आपण मानकु मु स्वागत करुची। कवि शिल्पी साहित्यिक स्थपति एमाने समस्ते हेउचंती समय एवं सभ्यतार उपज। समय एवं पारिपार्श्विक अवस्था जहाँ सेमानंक मन एवं आत्मा उपरे प्रभाव विस्तार करे। जे उपलब्धि सेमाने हासिल करंती ताकू ही नहीं सेमाने कविता लेखंती, गप रचंती। आज एमिति जड़े अनुभूति संपन्न कवि को आमे सुनिबा जे कि भुवनेश्वर चंद्रशेखरपुर साहित्य संसद प्रतिष्ठापक एवं चिन्ह पत्रिकार सुसंपादक कवि बसंत माझी। कवि बसंत माझी जीवन को भिन्न भाव देखती। गतानुगतिक गड्डालिकारु मुक्त कवि जणे दोहरी कथा को से आदौ कहंतिनी। निज शब्द उच्चारण निज गंतव्य स्थल संपूर्ण रूपे से ही निर्धारण करती। सेथिपई से जणे व्यतिक्रम स्वतंत्र कवि सत्ता। कवि बसंत माझींकर किछि कविता आमे आज सुनिबा। प्रथम कविताटी हेउछि मरुभूमि। कवितार शीर्षक मरुभूमि। कवि बसंत माझी। मु मापी नहीं मो शोषर लंब आ प्रस्थ फाटी पड़ुथुबा तंटी केबे खोजे शुद्ध बा विशुद्ध। मु मापी नहीं मो शोषर लंब आ प्रस्थ फाटी पड़ुथुबा तंटी कण केबे खोजे शुद्ध बा विशुद्ध। चेतनार कंटा गछ बिना किए बा पारिबी देई कुह आहे स्वप्नर प्रिय जहाज। देखुची जहा दिगे दिगे बाली झड़ आउ ओटर कुज। मु केबे देखिनी समुद्र चाखी नहीं तार लवणाक्त नीर। मु केबे देखिनी समुद्र चाखी नहीं तार लवणाक्त नीर। अथच लुहर तरंगरे भिजी नीति साजिछि एक प्रशांत सागर। मरुभूमि लोड़े नहीं मिठा संबोधन। मरुभूमि लोड़े नहीं मिठा संबोधन लोड़े नहीं सत्व पाई विराम जीवन। अलोड़ा अपंतरा ए हृदय माटीरे किए बा करिब कुह बीजटी रोपण। मरुभूमिर कौन जे रहिछि इतिहास। मरुभूमिर कौन जे रहिछि इतिहास। कौन बा रहिछि वर्तमान ओ भविष्य। जଳି जଳି दग्ध होइतिबा पाउंश तळु दिशि जाए केवल नियार इतिहास। सबु प्रवंचनामय संपर्क भितरे सबु प्रवंचनामय संपर्क भितरे दुई बुंदा लुह ही यथेष्ट सांत्वना। एथिरु ही जन्म निये कविता श्रावणी। मरुभूमि पाई एहा ही मुग्ध आश्वासना। सबु प्रवंचनामय संपर्क भितरे दुई बुंदा लुह ही यथेष्ट सांत्वना। एथिरु ही जन्म निये कविता श्रावणी। मरुभूमि पाई एहा ही मुग्ध आश्वासना। प्रवंचनामय संपर्क एवं जଳି जଳି दग्ध होउथबा पाउंश भितरु केवल आम अतीत दिशे। कविଙ୍କୁ ମଧ୍ୟ ଦିଶିଛି ଏବଂ कविଙ୍କର ଏହି ସୁନ୍ଦର କବିତା ମରୁଭୂମି ପ୍ରକୃତରେ ଜୀବନର ମରୁଭୂମିକୁ ଦର୍ଶାଏ। କବିଙ୍କର ଆଉ ଏକ କବିତା ଯେଉଁଥିରେ ଆମେ ବିପ୍ଳବୀ କବି ବିଦ୍ରୋହୀ କବି ରବି ସିଂଙ୍କ ଶବ୍ଦକୁ ଅନୁଭବ କରିପାରିବା। କବିତାର ଶୀର୍ଷକ ନିଆଁ। କବି ବସନ୍ତ माझी। ଯୁଗ ଯୁଗ ଧରି ସତ୍ୟ ନିଆଁରେ ଜଳିଛି। କେହି କେବେ ଦେଖିଛ କି କୁହ ସତ୍ୟ ଜଳି ଜଳି ପାଉଁଶ ହୋଇଛି। ଯୁଗ ଯୁଗ ଧରି ସତ୍ୟ ନିଆଁରେ ଜଳିଛି। କେହି କେବେ ଦେଖିଛ କି କୁହ ସତ୍ୟ ଜଳି ଜଳି ପାଉଁଶ ହୋଇଛି। ସୀତାଠାରୁ ସୌମ୍ୟାଶ୍ରୀ ପର୍ଯ୍ୟନ୍ତ ପୁରୁଷତାନ୍ତ୍ରିକ ତାର ନିଆଁରେ ଦାଉ ଦାଉ। ନାମାବଳୀରେ ପୋଛେ ଶାର୍ଦୁଳ ନିଜ ଦେହୁ ଲହୁ। ଚେକ୍ ଧରାଇ କହେ କହିଦେ ଥରେ ଶବ ଉପରେ କର ନା ରାଜନୀତି ଆଉ। ପ୍ରତିବାଦ ହିଁ ରାଜନୀତି, ରାଜନୀତି ହିଁ ପ୍ରତିବାଦ।
ପ୍ରତିବାଦ ହିଁ ରାଜନୀତି, ରାଜନୀତି ହିଁ ପ୍ରତିବାଦ। ନୀତିର ରାଜା ଶ୍ରେଷ୍ଠ ଘୃଣ୍ୟ କହି ଶୁଙ୍ଘାଉଛ ଗଧ। ପ୍ରତିବାଦହୀନତା ତ ପରାଧୀନତା। ତୁମେ ଆଉ ଶିଖାଅ ନା ବୁଦ୍ଧିଜୀବୀ ଗଣ ତମ ଚାଟୁକାରୀ ବୁଦ୍ଧିମତା। ଚାଟୁକାରୀଙ୍କ ଚାଳରେ ଜଳିଲେ ନିଆଁ ସିନା ବୁଝନ୍ତ ନାଳ ଖନନର ପରିଣତି କିସ? ସାଧୁ ସାବଧାନ ହୁଅ ନା ଗଙ୍ଗଦତ୍ତ। ନିଆଁ ତ ନିପଟ ଦୁର୍ବଳ ସତ୍ୟର ଶକତି ନିକଟେ। ସତ୍ୟ ଯେ ହସେ ଇତିହାସ ପୃଷ୍ଠାରେ ନିଷ୍କପଟେ। ନିଆଁ ତ ନିପଟ ଦୁର୍ବଳ ସତ୍ୟର ଶକତି ନିକଟେ। ସତ୍ୟ ଯେ ହସେ ଇତିହାସ ପୃଷ୍ଠାରେ ନିଷ୍କପଟେ। ବ୍ୟାଧର ନିଆଁ ଝାସେ ହରିଣୀର ମୃତ୍ୟୁ କାହିଁ? ସିଏ ତ ଝଲସୁଛି କବିତାରେ ସମ୍ବେଦନ ହୃଦୟରେ ରହି। ବ୍ୟାଧର ନିଆଁ ଝାସେ ହରିଣୀର ମୃତ୍ୟୁ କାହିଁ? ସିଏ ତ ଝଲସୁଛି କବିତାରେ ସମ୍ବେଦନ ହୃଦୟରେ ରହି। ସତ୍ୟ ତୁମେ ସାମ୍ନାକୁ ଆସ ଘର ଘର ନାଦରେ। ସତ୍ୟ ତୁମେ ସାମ୍ନାକୁ ଆସ ଘର ଘର ନାଦରେ। କୁହ କିଏ ସେ କରିଛି ଚତୁର ବ୍ୟାଖ୍ୟା ସଂଜ୍ଞାୟିତ ନାରୀ ଶୂଦ୍ର ନାରୀ ନରକର ଦ୍ୱାର। ନାରୀ ଉପଭୋଗର ସୁଆଦିଆ ପନ୍ୟ ମାଟି ହାଣ୍ଡି ସନ୍ତାନର ପ୍ରଜନନ କେନ୍ଦ୍ର। କିଏ ଯେ ତତ୍ତ୍ୱର ଭଗତ ଜନ? ଏ ନିଆଁ ପେଟ୍ରୋଲ ଠାରୁ କ'ଣ କମ୍ ବଳଶାଳୀ? ଏ ନିଆଁ ପେଟ୍ରୋଲ ଠାରୁ କ'ଣ କମ୍ ବଳଶାଳୀ? ଏ ନିଆଁରେ ତ ସେଦିନ ଜଳିଲା ରୂପ କନୱାର କୁମାରୀ। ଏ ନିଆଁ ଜାଳିଦିଏ ମାନବତା ଅଧିକାର ପ୍ରୀତି ସବୁରି। ଏ ନିଆଁ ଜାଳିଦିଏ ମାନବତା ଅଧିକାର ପ୍ରୀତି ସବୁରି। ସତ୍ୟକୁ ବଦ୍ଧ ମୁଷ୍ଟିରେ ରଖି ଊର୍ଦ୍ଧ୍ୱେ ତୋଳି ଧର। ନିଆଁର ହିଂସ୍ର ଫଣା ଦିଆସିଲି ବନ୍ଦୀ ପରେ ହୋଇବ ମାନବତାର ଉପଚାର। ସତ୍ୟକୁ ବଦ୍ଧ ମୁଷ୍ଟିରେ ରଖି ଊର୍ଦ୍ଧ୍ୱେ ତୋଳି ଧର। ନିଆଁର ହିଂସ୍ର ଫଣା ଦିଆସିଲି ବନ୍ଦୀ ପରେ ହୋଇବ ମାନବତାର ଉପଚାର। ବିଦ୍ରୋହର ବାସ୍ନା କବିଙ୍କ ଭିତରେ। ବିଦ୍ରୋହକୁ ଆମେ ପାରିପାରୁଛେ। କବିଟେ ଅସହାୟ ନିରୁପାୟ ହୋଇ କେବଳ ଶବ୍ଦଘାତ ହିଁ କରିପାରେ। କବିଙ୍କର ନିଆଁ କବିତାଟି ତଦନୁରୂପ ଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ କବି ବସନ୍ତ ମାଝୀଙ୍କୁ। କବିଙ୍କର ଆଉ ଗୋଟିଏ କବିତା ଶୁଣିବା। କବିତାର ଶୀର୍ଷକ ହେଉଛି ଅକୁହା ଦରଜ। ପ୍ରତି ମଣିଷର ଆବେଗକୁ ଏହି କବିତାରେ ସମସ୍ତେ ଖୋଜି ପାଇବେ। କିଛି ଆମେ କହିପାରେ, କିଛି କହିପାରିନି, କିଛି ଲେଖିପାରେ, କିଛି ଲେଖିପାରନ୍ତିନି। କବି ବସନ୍ତ ମାଝୀ ସବୁ ଅକୁହା ଦରଜର ପ୍ରତିନିଧିତ୍ୱ କରିଛନ୍ତି। ସମସ୍ତଙ୍କ ପାଇଁ ସମସ୍ତଙ୍କ ହୃଦୟର କଥାକୁ କହିଛନ୍ତି। ତାଙ୍କର ନିଗିଡ଼ା ଶବ୍ଦ ନିଶ୍ଚିତ ଭାବରେ ଶ୍ରୋତାମାନଙ୍କୁ ସ୍ପର୍ଶ କରିବ। କବିଙ୍କର କବିତା ଅକୁହା ଦରଜ। କବି ବସନ୍ତ ମାଝୀ। ଛାତି ତଳର ଦରଜ ସବୁଠୁ ଓଜନିଆ ବୋଲି ଲାଘବ ପାଇଁ ତ ବଖାଣିଛି ତୋ ପାଶେ ବସି। ଛାତି ତଳର ଦରଜ ସବୁଠୁ ଓଜନିଆ ବୋଲି ଲାଘବ ପାଇଁ ତ ବଖାଣିଛି ତୋ ପାଶେ ବସି। ଉଛୁଳି ପଡ଼ିବାର ଦୁଃଖର ଦୃଶ୍ୟ ଆଉ କାହା ପାଖେ ପାରିବି ପରସି। ଉଛୁଳି ପଡ଼ିବାର ଦୁଃଖର ଦୃଶ୍ୟ ଆଉ କାହା ଆଗେ ପାରିବି ପରସି। ଅକୁହା ଆଉ କ'ଣ ଅଛି କହ। ଅକୁହା ଆଉ କ'ଣ ଅଛି କହ, ବୁଝାଇ ପାରିବି ନାହିଁ କି ଆଖିର ଲୁହ। ଅକୁହା ଆଉ କ'ଣ ଅଛି କହ, ବୁଝାଇ ପାରି ନାହିଁ କି ଆଖିର ଲୁହ। ବଖାଣି ପାରିନି କି ସ୍ପନ୍ଦିତ କୁହ, କେମିତି କହିବି ପୁଣି ଚଉତା ଦରଜକୁ ସରଳରେ ସରାଗ ଫେଣ୍ଟି ଆଉଥରେ କହ। କ'ଣ ଯେ ଅକୁହା ଅଛି ଏଇ ମାଟିରେ, କ'ଣ ଯେ ଅକୁହା ଅଛି ଏଇ ମାଟିରେ, କ'ଣ ଅବୁଣା ଅଛି ଏଇ ସିଆରରେ। କେଉଁ ପକ୍ଷୀ ଗାଇନାହିଁ ଗୀତ ଋତୁର ଚକ୍ରରେ, କେଉଁ ସେ ଝରଣା ଗାଇନାହିଁ ଗୀତ ପଥର ସନ୍ଧିରେ। ଦରଜର ବ୍ୟାସ ଆଉ ପରିସୀମା ଓଜନକୁ ମାପି ଦେବା ପରେ ଆଉ ଅବା ଅକୁହା ଥାଏ କି କିଛି। ଦରଜର ବ୍ୟାସ ଆଉ ପରିସୀମା ଓଜନକୁ ମାପି ଦେବା ପରେ ଆଉ ଅବା ଅକୁହା ଥାଏ କି କିଛି। ମୁଁ କିଆଁ ଅକୁହା ଅକୁହା ଦରଜ କହି ନୀରବରେ ନିକାଞ୍ଚନେ ସମୟର ନାବୁକୁ ବାହୁଛି।
ମୁଁ କିଆଁ ଅକୁହା ଅକୁହା ଦରଜ କହି ନୀରବରେ ନିକାଞ୍ଚନେ ସମୟର ନାବକୁ ବାହୁଛି। ବେଳେବେଳେ ଲାଗେ ମୋତେ ଅକୁହା ରହିଛି ବୋଲି ସିନା ରାତିର ରେଜେଇ ତଳୁ ସୂର୍ଯ୍ୟ ମୁହଁ ତୋଳେ ପ୍ରାଚୀ ନଦୀ ତଟେ। ଅକୁହା ରହିଛି ବୋଲି ସିନା ରାତିର ରେଜେଇ ତଳୁ ସୂର୍ଯ୍ୟ ମୁହଁ ତୋଳେ ପ୍ରାଚୀ ନଦୀ ତଟେ। ଲୁଚି ଛପି ଜହ୍ନ ଦେଖେ ବଉଦ ଫାଙ୍କର ବାତାୟନ ପାଟେ। ଲୁଚି ଛପି ଜହ୍ନ ଦେଖେ ବଉଦ ଫାଙ୍କର ବାତାୟନ ପାଟେ। ତୋ ସହ ମୋର ପ୍ରଥମ ଭେଟ ଏଇ ପିଛିଳ ଅକୁହା ଦରଜ ପଥରେ। ତୋ ସହ ମୋର ପ୍ରଥମ ଭେଟ ଏଇ ପିଛିଳ ଅକୁହା ଦରଜ ପଥରେ। ମନ ଆଇନାରୁ ପୋଛିଦେଲୁ ଜର ଜର ଧୂଳି ଯେତେ ପଣତ କାନିରେ। ପଚାରିଦେ ତୋ ପଣତକୁ, ପଚାରିଦେ ତୋ ପଣତକୁ, ଦରଜର ଧୂଳିରେ ତୁହି କି ଧୂସରିତ। ଯଦି ସେ ନୀରବ ରହେ ତେବେ କରିଦେ ତାକୁ ଅକୁହା ଦରଜର ନେତ। ମନ ଆଇନାରୁ ପୋଛିଦେଲୁ ଜର ଜର ଧୂଳି ଯେତେ ପଣତ କାନିରେ। ପଚାରିଦେ ତୋ ପଣତକୁ, ଦରଜର ଧୂଳିରେ ତୁହି କି ଧୂସରିତ। ଯଦି ସେ ନୀରବ ରହେ ତେବେ କରିଦେ ତାକୁ ଅକୁହା ଦରଜର ନିତ। ତେବେ କରିଦେ ତାକୁ ଅକୁହା ଦରଜର ନିତ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ କବି ବସନ୍ତ ମାଝୀଙ୍କୁ। ତାଙ୍କର 3ଟି କବିତା ଆମେ ଶୁଣିଲେ। କବିଙ୍କ କବିତା ଆପଣମାନଙ୍କୁ କେତେ ସ୍ପର୍ଶ କଲା, କେତେ ଆପଣଙ୍କ କ୍ଷତକୁ ଉଖୁରେଇଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।